ଉଦଳାରେ ସାମ୍ବାଦିକମାନଙ୍କର ଏକତା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଦଳା ଆଶୀର୍ବାଦ ଧର୍ମଶାଳା ପ୍ରାଙ୍ଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ସାମ୍ବାଦିକମାନଙ୍କର ଏକତା ସମାଜ ଗଠନର କର୍ତ୍ତବ୍ୟବୋଧତାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହିପରିକି ଆଜି ଉଦଳା ୟୁନିକ୍ ପ୍ରେସ୍ କ୍ଲବ ନାମରେ ନାମକରଣ କରାଯାଇଥିବା ବେଳେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଆଗାମୀ ଦିନରେ ଏହି ପ୍ରେସ୍ କ୍ଲବ କିପରି ମଜବୁତ ହେବ ସେ ନେଇ ବିଧିବଦ୍ଧ ଭାବରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଗଣମାଧ୍ୟମର ଭୂମିକା ଓ ସମାଜର ଅବହେଳିତ ଲୋକମାନଙ୍କୁ କିପରି ମୁଖ୍ୟ ସ୍ରୋତରେ ସାମିଲ କରାଯିବ ସେ ନେଇ ସମସ୍ତେ ଆହ୍ୱାନ ଦେଇଥିଲେ। ମୟୂରଭଞ୍ଜରୁ ଯଶବନ୍ତ ପରିଡ଼ାଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।